हेलो स्टूडेंट्स, वेलकम बैक टू एजुकेशन पॉइंट। तो ଏବେ ବଡ଼ ପ୍ରଶ୍ନ ଉଠୁଛି ପ୍ଲସ୍ ଟୁ ରେଜଲ୍ଟ ତାରିଖ କେତେବେଳେ ହେବ। ଘୋଷଣା ସରିଲାଣି ବି ମଧ୍ୟ। ତମେ ନ୍ୟୁଜ୍ ଦେଖିଥିବ ବୋଲି ଦେଖିଥିବ, ନଚେତ୍ ଭିଡ଼ିଓ ଦେଖିକି ବି ଜାଣିପାରିବ। ତାପରେ CHSS ଯେଉଁ ତମର ଅଛି ବୋର୍ଡ଼ରୁ, ସେଥିରୁ ଗ୍ରେସ୍ ମିଳିବ ନା ନାହିଁ ହେଲା। ତ କିଛିଟା ନ୍ୟୁଜ୍ରୁ ମୁଁ ବି ଅନୁମାନ କରିକି କହୁଛି। ଫାର୍ଷ୍ଟ ଆମେ ନ୍ୟୁଜ୍ଟା ଦେଖିବା, ତାପରେ ଯାଇକି କହିବା ହେଲା। ତ ପ୍ରଥମ କଥା ହେଲା, ଏ ସପ୍ତାହରେ ଯୁକ୍ତ 2 ପରୀକ୍ଷା ଫଳ। ତ ଏ ସପ୍ତାହ କ'ଣ, ଆମର ମନ୍ତ୍ରୀ ଯେଉଁ ଥିଲେ ହେଲା, ପିଲାଙ୍କର ରିକ୍ୱେଷ୍ଟ କ୍ରମେ ତାଙ୍କେ ଅଲରେଡ଼ି ଜଣାଇ ସାରିଲେଣି ଆଉ ମାତ୍ର 2 ଦିନ ଅପେକ୍ଷା କରିବାକୁ ପଡ଼ିବ ତମକୁ ହେଲା। ତ ଏକ୍ଜାମ୍ ତ ସଦାବେଳେ ହେଇ ରହୁଛି, କିନ୍ତୁ ମାର୍କ କାହାର କମ୍ ରହୁଛି, କାହାର ଅଧିକ ରହୁଛି, କାହାର ମିଡ଼ିୟମ୍ ରହୁଛି। ଯିଏ ଯାହା ଏକ୍ସପେକ୍ଟ କରିଥିବ ତା ଅନୁସାରେ। ତ ନିହାତି ଭାବେ ଏଇ ବର୍ଷ ମଧ୍ୟ ମାର୍କ ଭଲ ରହିଛି ହେଲା। ମନ୍ତ୍ରୀଙ୍କ କହିବା ଅନୁସାରେ ମାର୍କ ଭଲ ଅଛି, ବହୁତ ଭଲ ଅଛି, ଯେପରିକି ମାନେ ଏକ୍ସପେକ୍ଟ ଯେଉଁ ପିଲା କରିଥିଲେ ସେଇ ଯାଏଁ ମଧ୍ୟ ଯାଇପାରେ ହେଲା। ତ ଦେଖ, ଚଳିତ ସପ୍ତାହରେ ଯୁକ୍ତ 2 ପରୀକ୍ଷା ଫଳ ପ୍ରକାଶ ପାଇବ। ତାରିଖ ଘୋଷଣା ହୋଇନଥିଲେ ମଧ୍ୟ, ମାନେ ତାରିଖ ଘୋଷଣା କରାହେଇନି, ଏପର୍ଯ୍ୟନ୍ତ ମଧ୍ୟ କରାହେଇନି। ଖାଲି କୁହାହେଇଛି କି ମେ 21 କିମ୍ବା 22 ତାରିଖରେ, ମେ 21 କିମ୍ବା 22 ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSI ହେଲା, CHSI କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରାଯିବ। ପୁସ୍ତିକା ଉନ୍ମୋଚନ ହେବାର କିଛି ସମୟ ମଧ୍ୟରେ ଛାତ୍ରଛାତ୍ରୀ CHSI ୱେବସାଇଟ୍ରୁ ସେମାନଙ୍କ ଫଳ ଜାଣିପାରିବେ ବୋଲି ସୂଚନା ମିଳିଛି। ମାନେ CHSI ତରଫରୁ କୁହାଯାଇଥିଲା, ତେଣୁ ଏଇଟା ଛପା ହେଇଛି ନ୍ୟୁଜ୍ ପେପରରେ। କିନ୍ତୁ ଆଜି ଆମର ମନ୍ତ୍ରୀ ନିଜେ ବାହାରକୁ ଆସି ନ୍ୟୁଜ୍ରେ ମାଧ୍ୟମରେ ଜଣାଇଛନ୍ତି ପିଲାମାନଙ୍କୁ କି ଆଉ ମାତ୍ର 2 ଦିନ ୱେଟ୍ କର। କାଲି, ଆଜି ତ 20 ହେଇଗଲା ନା, ତ ଆଜି ତ ବାହାରି ପାରିବନି, ସୋ କାଲି ନହେଲେ ପହରଦିନ। ତ ମୁଁ ବହୁତ ଦିନ ହେଲାଣି ଘୁଞ୍ଚେଇଲାଣି, 15, 18, 19, 20 ବହୁତ ଦିନ ହେଲାଣି ନା। ତ ନିହାତି ଭାବେ ଆଉ 2 ଦିନ ରହିଲା ତମର। ଯଦି କାଲି ଟ୍ରାଏ କରାହେଉଛି, ଯଦି କାଲି ବି ନ ଆସିପାରେ, ତେବେ ନିହାତି ଭାବେ ପହରଦିନ ହିଁ ଆସିବ 22 ତାରିଖରେ ହେଲା। ତମର ଏକ୍ସପେକ୍ଟ ଯେତିକି ଥିଲା, 500 ଥିଲା କି 400 ଥିଲା, ଯାହା ବି ଥିଲା ତା ଅନୁସାରେ ସିଓର ମାର୍କ ଆସିବ ତମର। ତ କେହି ଟେନସନ୍ ନେବାର ନାହିଁ, ଠିକ୍ ଅଛି। ଏତିକି ଥିଲା। ଆଉ ଗୋଟାକରେ ଦେଖେଇ ଦେଉଛି ଟିକେ। ତ ଯେଉଁଭଳି ଭାବେ ତମେ ଦେଖିପାରୁଥିବ, ମନ୍ତ୍ରୀ ନିଜେ ବାହାରକୁ ଆସି ହେଲା ନ୍ୟୁଜ୍ ମାଧ୍ୟମରେ ଜଣାଇଛନ୍ତି ଦିନେ 2 ଦିନ ମଧ୍ୟରେ ହେଲା। ଦିନେ 2 ଦିନ, ଦିନେ ବୋଲି କ'ଣ, ଆଜି ତ 20 ହେଇଗଲା, ଆଜି ତ ବାହାରି ପାରିବନି, ତ ଦିନେ +1 କରିଦିଅ, କ'ଣ 21, କିମ୍ବା 21ରେ ଯଦି ବି ମଧ୍ୟ ବିଫଳ ହେଲା, ତେବେ 2 ଦିନ କହିଛନ୍ତି, ତ +2 କରିଦିଅ, ଏଠି 22। ତ ସିଓର 22 ତାରିଖରେ ହିଁ ବାହାରିବ। 21ରେ ଯଦି ନ ବାହାରେ, କୌଣସି ବିଳମ୍ବ, ମାନେ କୌଣସି ୱେବସାଇଟ୍ରେ ଅସୁବିଧା ରହିପାରେ କି ଯାହା ବି, ତ କାଲି ଯଦି ନ ଆସିପାରିଲା, ପହରଦିନ ସିଓର ଆସିବ। ମନ୍ତ୍ରୀ ବି ଜଣାଇ ସାରିଲେଣି ଅଲରେଡ଼ି ହେଲା। ଦେଖ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ 2 ଦିନ ଭିତରେ +2 ରେଜଲ୍ଟ ମନ୍ତ୍ରୀ କହିଲେ। ତ ନିହାତି ଭାବେ ପିଲାମାନେ ତମର 2 ଦିନ ମଧ୍ୟରେ ବାହାରି ପଡ଼ିବ ହେଲା। ଆଉ ଖାତା ଦେଖିବାରେ ବିଳମ୍ବ ହୋଇଛି, ତାହା ବି ନ୍ୟୁଜ୍ରେ ଜଣାହେଇଛି। ଯେପରି ଭାବରେ ତମେ ଦେଖିପାରୁଥିବ, ଖାତା ମୂଲ୍ୟାୟନରେ 16,000 ଅଧ୍ୟାପକ ଅଧ୍ୟାପିକାଙ୍କୁ ସାମିଲ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ତ ମୁଁ ପିଲାମାନେ ଭିଡ଼ିଓ ଲାଷ୍ଟକୁ ଜଣାଇଦେବି ଗ୍ରେସ୍ ମାର୍କ ମିଳିବ ନା ନାହିଁ ହେଲା। ତ ଏଇଟା ଟିକେ ଶୁଣିନିଅ କେଉଁଥିପାଇଁ ବିଳମ୍ବ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନରେ ଅନଲାଇନ୍ ଖାତା ଦେଖିବାରେ 3,500, ଅଫଲାଇନ୍ ପାଇଁ 4,500 ମୂଲ୍ୟାୟନକାରୀଙ୍କୁ ଡକା ହେଇଥିଲା ହେଲା। ଅନଲାଇନ୍ରେ ଦେଖିବା ପାଇଁ 3,500 ଶିକ୍ଷକ ଆଉ 4,500 ଶିକ୍ଷକ ଅଫଲାଇନ୍ ପାଇଁ। ସେମାନଙ୍କ ମଧ୍ୟରୁ କିଛି ଜଣ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ ସମସ୍ୟା ପାଇଁ ଅଂଶଗ୍ରହଣ କରିପାରିନଥିଲେ। କାହାର ହୁଏତ ଚାଲି ଯାଇଥିବେ ଘର ଲୋକ, କି କାହାର ବାହାଘର, ଏବେ ତ ବାହାଘର ସିଜନ୍ ବି ଅଛି, ତ ବାହାଘର କାହାର ଥିବ, ତ ଏଇଭଳି ଭାବରେ ଏମିତି କେତେ ଜଣ ଚାଲି ଯାଇଥିଲେ ବା ଅଂଶଗ୍ରହଣ କରିନଥିଲେ। ଫଳରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ବିଷୟଗୁଡ଼ିକର ଇ ମୂଲ୍ୟାଙ୍କନ ଲାଗି ରହିଥିବା 70ଟି କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ହେବା ସହ କଳା ଓ ଧନ୍ଦାମୂଳକ ବିଭାଗର ଉତ୍ତର ଖାତା ମଧ୍ୟ ସାମାନ୍ୟ ବିଳମ୍ବ ହୋଇଥିଲା ହେଲା। ତ ଅଧିକାଂଶ ସାର୍ ମାନେ ବି ଯାଇପାରିନଥିଲେ ହେଲା, ସେଥିପାଇଁ ବିଳମ୍ବ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଖାତା ଦେଖା ହୋଇପାରିନଥିଲା।
ଧାର୍ଯ୍ୟ ସମୟ ତୁମର 10 ନା 15ରେ ଗୋଟେ ଥିଲା, ତ ସେଇ ଯାଏଁ ମଧ୍ୟ ବି ଖାତା ଦେଖା ହେଇନଥିଲା ହେଲା। ତ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବିଳମ୍ବ ହେବାର ପ୍ରଭାବ ଦ୍ୱିତୀୟ ପର୍ଯ୍ୟାୟ ଉପରେ ପଡ଼ିଥିଲା। ଯେତେବେଳେ ପ୍ରଥମ ପର୍ଯ୍ୟାୟ ଯେଉଁ ତୁମକୁ କୁହାଯାଇଥିଲା ଏତିକି ତାରିଖରେ ବାହାରିବ, ତ ବିଳମ୍ବିତ ହୋଇଥିଲା, ଦେଖା ହେଇନଥିଲା। ତ ସେକେଣ୍ଡ ପର୍ଯ୍ୟାୟ ଯେତେବେଳେ କୁହାହେଲା ସେତେବେଳୁ ମଧ୍ୟ ବି ଖାତା ଦେଖା ହେଇନଥିଲା। ଏପ୍ରିଲ 16ରୁ 28 ମଧ୍ୟରେ 8,000 ମୂଲ୍ୟାୟନକାରୀ ଖାତା ଦେଖାରେ ସାମିଲ ହୋଇଥିଲା ହେଲା। ତାପରେ ଏ ବର୍ଷ ଉଭୟ ପର୍ଯ୍ୟାୟରେ 24 ଲକ୍ଷ ଖାତା ମୂଲ୍ୟାୟନ ହୋଇଥିଲା, ଯେଉଁଥିରେ ଅଫଲାଇନରେ 15 ଲକ୍ଷ ଓ ଅନଲାଇନରେ 9 ଲକ୍ଷ ଉତ୍ତର ଖାତା ରହିଥିଲା। ତ ନିହାତି ଭାବେ ଅଫଲାଇନରେ 15 ଲକ୍ଷ, ଯେହେତୁ ଟିଚର ମାନେ ଅଛନ୍ତି କେତେ 8,000, ତ ସେଥିପାଇଁ ଟିକେ ବିଳମ୍ବ ହେଇପାରୁଛି ହେଲା। ତ କିଛି ଟେନସନ୍ ନିଅନି, ଅଲରେଡ଼ି ଖାତା ଦେଖା ସରିଲାଣି ହେଲା। ତ ଏବେ ଖାଲି ୱେବସାଇଟ୍ରେ ଯେଉଁ ତାଙ୍କେ ଅପଲୋଡ଼ କରିବେ, ତ ହୁଏତ ଯଦି କାଲି କୌଣସି ଟେକ୍ନିକାଲ ଇସ୍ୟୁ ଯୋଗୁଁ ନ ହେଇପାରିଲା, ତ ପହରଦିନ ନିହାତି ବାହାରି ପଡ଼ିବ ହେଲା। ଆଉ ପିଲାମାନେ ଗୋଟେ କଥା, ତୁମକୁ ଯେଉଁ ଗ୍ରେସ୍ ମାର୍କ ମିଳିବା କଥା ସେଇଟା ବି ମିଳିଛି। ମୁଁ କହୁନି, କିଛିଟା ନ୍ୟୁଜ୍ ପେପର କହୁଥିଲେ ହେଲା। ତ ତୁମକୁ ସେ ଗ୍ରେସ୍ ମାର୍କ ମିଳିଛି, କେହି ଟେନସନ୍ ନିଅନି। ଭଲ ଏକ୍ସପେକ୍ଟ ତୁମର ଯେତିକି ଥିବ ତାଠୁ ଅଧିକା ଆସିପାରେ, କମ୍ ଆସିଲେ ବି ସେ ପାଖାପାଖି ହିଁ ଆସିବ। ମନେକର କିଏ 400 ଧରିଛି, ଅଧିକା ବୋଲି କେତେ 430, କିମ୍ବା କିଏ 500 ଧରିଛି ବୋଲେ 530-40 ରହିବ। ଆଉ କମ୍ ବେଲେ 500 ଯଦି ଏକ୍ସପେକ୍ଟ କରୁଛ, ତ ନିହାତି ଭାବେ 490-80 ଏମିତି ପଳେଇ ଆସିବ ହେଲା। କେହି ଟେନସନ୍ ନିଅନି, ଭଲ ହେଇଛି ସ୍କୋର। ନିହାତି ଭାବେ ଭଗବାନଙ୍କୁ ପ୍ରାର୍ଥନା କର କି ଯେତିକି ଏକ୍ସପେକ୍ଟ ତମେ ଯେତିକି ଲେଖିକି ନିଜେ ଭାବୁଛ ଏତିକି ହେବ ବୋଲି, ସିଓର ନିହାତି ଭାବେ ମାର୍କ ମିଳିବ ହେଲା। ତ ରହିଲି, ନେକ୍ସଟ ଭିଡ଼ିଓକୁ ୱେଟ୍ କର, କେଉଁ ଦିନ ମାନେ ଆସିବ ତାର। ମନେକର କାଲି ଆସିଲା ତ ନିହାତି ଭାବେ ସକାଳୁ ଜଣେଇଦେବି, ପହରଦିନ ଆସିଲା କାଲି ଜଣେଇଦେବି ହେଲା। କାଲି ସବୁ ଜଣାପଡ଼ିଯିବ କେତେବେଳେ କେଉଁ ଟାଇମ୍ରେ ଆସିବ। ଓକେ, ରହୁଛି, ବେଷ୍ଟ ଅଫ୍ ଲକ୍। ଭଲରେ କାଲି ଯଦି ବାହାରିଲା ନିହାତି ଭାବେ ମାର୍କ ଭଲ ରୁହେ। ଆଉ କମେଣ୍ଟରେ ଜଣାଇବ, ନିହାତି ଭାବେ ଆସିକି ଯେତେବେଳେ ମାର୍କ ବାହାରି ପଡ଼ିବ କମେଣ୍ଟରେ ଜଣାଇବ କେତେ କାହାର କ'ଣ ମାର୍କ ରହିଲା।